ଜଣେ ଲୋକ ଥିଲା, ତାର କର୍ମ ହେଲା ସେ ଦିନରେ ବୁଲି ବୁଲି ସମସ୍ତଙ୍କ ଘରକୁ ଦେଖିବ, ରାତିରେ ଚୋରି କରିବ। ଚୋରର ବୃତ୍ତି, ତେଣୁ ତା ଚୋରି କରିବା ତାର ଧନ୍ଦା। ଦିନେ ସେ ଚିନ୍ତା କଲା, ରଜାଙ୍କ ପୋଖରୀରେ ବହୁତ ମାଛ ଅଛି, ମୋତେ ସେଇ ମାଛକୁ ଚୋରି କରିବାକୁ ପଡ଼ିବ। ମାଛ ଚୋରି କରିବା ପାଇଁ ବାହାରିଲା। ସେ ମାଛ ଚୋରି କରିବା ବାହାରିଲା, ରାତିରେ ଯାଇ ରଜାଙ୍କ ପୋଖରୀରେ ପହଞ୍ଚିଲା ଏବଂ ମାଛ ଧରିବାକୁ ଲାଗିଲା। କିନ୍ତୁ ତାର ଧ୍ୟାନ ନଥିଲା ଯେ ରାତି ବର୍ତ୍ତମାନ କେତେ ହେଲାଣି। ରାତି ସମୟ ସେ ଜାଣିପାରେନି, ତ ମାଛ ଧରିବାରେ ବ୍ୟସ୍ତ। ମାଛ ଧରୁ ଦେଖିଲା ଭୋର ଭୋର ହୋଇ ଆସିଲାଣି ଏବଂ ରଜା ଏବଂ ତାଙ୍କର ସମସ୍ତ ସପରିବାର ମନ୍ତ୍ରୀ ପରିଷଦ ସବୁ ଆସୁଛନ୍ତି ସେ ବଗିଚା ଆଡ଼େ ବୁଲିବା ପାଇଁ। ତେଣୁ ସେ ତ ପୋଖରୀରେ ମାଛ ଧରୁଛୁ, କରିବ କ'ଣ? ତେଣୁ ସେ ହଠାତ୍ ଏକ ବୁଦ୍ଧି ଚିନ୍ତା କଲା, ମୋତେ ବଞ୍ଚିବାକୁ ହେଲେ କ'ଣ କରିବାକୁ ପଡ଼ିବ। ତେଣୁ ସେ ସାଙ୍ଗେ ସାଙ୍ଗେ ପୋଖରୀରୁ ବାହାରି ଆସି ପୋଖରୀରେ ଥିବା କାଦୁଅ ସବୁ ନେସିଗଲା ଦେହରେ। କାଦୁଅ ସେ ଲିପିଗଲା, ଦେହରେ ସବୁ କାଦୁଅ ଲିପିଗଲା, ମୁଣ୍ଡ ସହିତ ପୁରା ଲିପିଗଲା। ସେ ଚିନ୍ତା କଲା, କାଦୁଅ ଲିପି ଦେଲେ ମୋତେ ତ ଆଉ କେହି ଚିହ୍ନି ପାରିବେନି। ଆଉ କାଦୁଅ ଲିପି ଦେଇ ପୁରା ସମ୍ପୂର୍ଣ୍ଣ ଗୋଡ଼ ହାତ ଟୋଟାଲ ଲିପି ଦେଇ ଗୋଟେ ଗଛ ମୂଳେ ଧ୍ୟାନ କରିବା ଭଙ୍ଗୀରେ ଯାଇ ବସିଗଲା। ରଜା ପରିବାର ସବୁ ଆସି ଦେଖୁଥାନ୍ତି ବଗିଚାରେ ବୁଲିକି। ଆର ଧୀରେ ଧୀରେ ସକାଳ ହେଉଥାଏ ଏବଂ ଦେହରେ ସମସ୍ତ କାଦୁଅ ଶୁଖିକି ପୁରା ଧଳା ଦେଖାଗଲା। ଆଉ ସାଧୁ ସେଇଠି ସାଧୁ ବେଶ ଭଳି ବସି ସେ ଗଛ ମୂଳେ ଜପ କରିବା ଢଙ୍ଗରେ ବସିଲା। ରଜା ସିଂହାରେ ଆସି ଦେଖିଲେ, ଆରେ ମୋ ରାଜ୍ୟରେ ଏଇ ବଗିଚାରେ କ'ଣ ସାଧୁ ଆସି ତପସ୍ୟା କରୁଛନ୍ତି, ବହୁତ ଭଲ। ରଜା ଯାଇ ତାଙ୍କୁ ପ୍ରଣାମ କଲେ। ପ୍ରଣାମ ପ୍ରଣାମ ଋଷିବର, ସାଧୁ ଦେବତା ପ୍ରଣାମ। ରଜା ପ୍ରଣାମ କଲେ ଏବଂ ତାକୁ ଗୋଟେ ସୁନା ମୋହର କାଢ଼ିକି ଦେଲେ। ଆଉ ରଜା ପ୍ରଣାମ କରି ଚାଲିଗଲେ। ମନ୍ତ୍ରୀ ମଧ୍ୟ ପ୍ରଣାମ କଲେ, ଆଉ ରାଜ ପରିଷଦ ବର୍ଗ ସମସ୍ତେ ପ୍ରଣାମ କଲେ। ଗୋଟିଏ ଗୋଟିଏ ସୁନା ମୋହର ଦେଇଗଲେ, ଯେହେତୁ ରଜା ଆରମ୍ଭ କରିଥିଲେ। ରାଜ ପରିବାର ଚାଲିଗଲା ପରେ ଚୋର ଦେଖିଲା, ଆଖି ଖୋଲିଲା। ଆସ୍ତେ ଆସ୍ତେ ଆଖି ଖୋଲି ଦେଖିଲା, ତା ପାଖରେ ବହୁତ ଗୁଡ଼ାଏ ସୁନା ମୁଦ୍ରା ପଡ଼ିଛି। ସେ ତ ବିଶ୍ୱାସ କରିପାରିଲାନି, ଆରେ ମୁଁ କ'ଣ ମୁଁ କିଏ, ଏତେ ଗୁଡ଼ା ସୁନା ମୁଦ୍ରା? ମୁଁ ଟିକେ ଅଭିନୟ କରିଦେଲି, ସାଧୁରେ ଜପ କରିବା ଭଳି ବସିଲି, ଏତେ ଗୁଡ଼ା ସୁନା ମୁଦ୍ରା ମୁଁ ପାଇଗଲି। ନିଜକୁ ଆଶ୍ଚର୍ଯ୍ୟ ଅନୁଭବ କଲା ଏବଂ ଅଦ୍ଭୁତ ଅନୁଭବ କଲା। ଯଦି ମିଛରେ ମୁଁ ସାଧୁ ବେଶ ଧରି ଏତେ ଗୁଡ଼ାକ ଟଙ୍କା ପାଇପାରିଲି, ବାସ୍ତବରେ ଯଦି ଭଗବାନଙ୍କର ପ୍ରକୃତ ସାଧୁ ରୂପେ ଧରିବି, ତାହେଲେ ମୋତେ ତ ବହୁତ କିଛି ସମ୍ପଦ ମିଳିବ।